ତାପରେ ବାଘଟା ଡାକେ 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 ଲୋକଙ୍କୁ ଡାକେ ବାଘଟା ପରା ବାଘ ତାପରେ ବାଘଟା ଡାକେ 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 ଲୋକଙ୍କୁ ଡାକେ ବାଘଟା ପରା ବାଘ ବାଘ ଭଳିଆ ଦେଖାଉଛି ପୁରା କଟିକି ଦେଖୁନ ଆଉ ପିଲା ସେଇଠି ଯାଆନ୍ତି ବାଘ ତାପରେ ବାଘଟା ଡାକେ 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 ଲୋକଙ୍କୁ ଡାକେ ବାଘଟା ପରା ବାଘ ବାଘ ଭଳିଆ ଦେଖାଉଛି ପୁରା କଟିକି ଦେଖୁନ ଆଉ ପିଲା ସେଇଠି ଯାଆନ୍ତି ବାଘ ସତ୍ୟବାଦୀ ବ୍ଲକ ଅଳଗୁମ ପଞ୍ଚାୟତର ସିଂଘାକଥା ଗ୍ରାମକୁ ମୁଁ ଜମି ଦେଖିବାକୁ ଯାଇଥିଲି। ସେ ଗହୀରରେ ଏକ ବାଘ ଦେଖିବାକୁ ପାଇଲି। ନିଜକୁ ବହୁତ ଭୟଭୀତ ହୋଇଗଲି। ନିଜେ ମୋବାଇଲରେ ଭିଡ଼ିଓ କରି ଗ୍ରାମର କିଛି ଲୋକଙ୍କୁ ଡାକି ଦେଖାଇଲି। ସେ ବାଘଟି ଅଳଗୁମର ମାଳିସାହି ଶୁକଳ ଅଭିମୁଖେ ପଳେଇଲା। କିଛି ଲୋକଙ୍କୁ ଦେଖାଇବା ପରେ ଆମେ ବି ବନ ବିଭାଗକୁ ଫୋନ୍ କରିକି ଜଣାଇଅଛୁ। ତାପରେ ବାଘଟା ଡାକେ 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 ଲୋକଙ୍କୁ ଡାକେ ବାଘଟା ପରା ବାଘ ତାପରେ ବାଘଟା ଡାକେ 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 ଲୋକଙ୍କୁ ଡାକେ ବାଘଟା ପରା ବାଘ ବାଘ ଭଳିଆ ଦେଖାଉଛି ପୁରା କଟିକି ଦେଖୁନ ଆଉ ପିଲା ସେଇଠି ଯାଆନ୍ତି ବାଘ ତାପରେ ବାଘଟା ଡାକେ 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 ଲୋକଙ୍କୁ ଡାକେ ବାଘଟା ପରା ବାଘ ବାଘ ଭଳିଆ ଦେଖାଉଛି ପୁରା କଟିକି ଦେଖୁନ ଆଉ ପିଲା ସେଇଠି ଯାଆନ୍ତି ବାଘ